ଯିବା ଆଜି ଗୋଟେ ସୁନ୍ଦର କାହାଣୀଟେ ଶୁଣିବା। ଯେ କାହାଣୀର ଶୀର୍ଷକ ହେଉଛି ବାପା ବଞ୍ଚିଥିବା ଯାଏ ବାପା ଘର। ବାପା ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିଥିବ ସେତେ ଦିନ ଯାଏ ଝିଅ କହୁଥିବ ବାପା ଘରକୁ ବଡ଼ ଗର୍ବରେ ସେ ଆସୁଥିବ। କଥା କଥାକେ ଘର ଲୋକକୁ ଡରାଇବ ନା ମୋ ବାପା ଘରକୁ ପଳାଇବି। ଯଦି କେହି କିଛି ବି କହିଦିଏ ତାହେଲେ ସେ କହିବ ଆଉ ଡେରି ନାହିଁ, ମୁଁ ଶୀଘ୍ର ଯାଏ ମୋ ବାପା ଘରକୁ ଯିବି। ଏଇ ମୋ ବାପା ଘର ବୋଲି ଗର୍ବରେ ବଡ଼ ପାଟି କରି କହୁଥିବ। ଆଉ ଯେ ଦିନେ ତାର ବାପା ମରିଯିବ ଯଦିବେ ସେଦିନ ଝିଅଟି ଏତେ ବଡ଼ ପାଟିରେ କାନ୍ଦିବ ଯେ ନା ତାର କାନ୍ଦ ଶୁଣି ଆଖି ପାଖରେ ଜ୍ଞାତି କୁଟୁମ୍ବ ସମସ୍ତେ ଜାଣିଯିବେ ଯେ ଘରକୁ ଝିଅ ଆସିଛି ବୋଲି। ବାପା ମରିଯିବା ପରେ ସେହି ଝିଅଟି ନିଜର ସାହାରା ହଜେଇ ଦିଏ। ବାପା ବଞ୍ଚିଥିଲେ ଝିଅଟେ ନିଜ ଘରେ ଯେମିତି ଜିଦ୍ କରି ଆସୁଥାଏ ସେମିତି ଜିଦ୍ ଆଉ ସେ ତାର ଭାଇ ଭାଉଜଙ୍କ ପାଖରେ କରିପାରେ ନା। ଯାହା କିଛି ଦେବେ ତାକୁ ସେ ଖାଇଦେବ, ଯାହା କିଛି ପିନ୍ଧିବାକୁ ଦେବ ତାକୁ ବିନା ଦ୍ୱିଧାରେ ଗ୍ରହଣ କରିନେବ। ତାର କାରଣ ହେଉଛି ଯେତେ ଦିନ ଯାଏ ତାର ବାପା ବଞ୍ଚିଥିଲା ସେତେ ଦିନ ଯାଏ ଝିଅର ଅଳି ଅର୍ତ୍ତଲି ସବୁ ସମ୍ଭାଳୁଥିଲା। ଘରେ ତାର ରାଜୁତି ଚାଲୁଥିଲା ବୋଲି ସେ ଭାବୁଥିଲା। ଝିଅଟି ଆଖିରେ ତା ବାପା ହେଉଛି ପୁରୁଷୋତ୍ତମ, ସବୁଠୁ ବଡ଼ ହିରୋ। ଏ ବିଷୟରେ ଆଉ ଅଧିକ କିଛି ଲେଖିବାକୁ ମନରେ ସାହସ ଜୁଟେଇ ପାରୁନି। ବାପାଙ୍କ ପାଇଁ ତାଙ୍କର ଝିଅଟି ନିଜ ଜୀବନଠାରୁ ବଡ଼ ଅଧିକ। ଅଥଚ ଏକଥା ବାପା କେବେ ବି କାହା ଆଗରେ କୁହନ୍ତି ନାହିଁ। ସେମିତି ଝିଅଟି ପାଇଁ ତାର ବାପା ହେଉଛି ଏ ଦୁନିଆର ସବୁଠୁ ବଡ଼ ସାହସୀ, ସାହାରା ଓ ହିରୋ ଓ ଗର୍ବ। ଏକଥା ସେ ଝିଅଟି କାହାକୁ ମଧ୍ୟ ଆଗକୁ ପ୍ରକାଶ କରିପାରେନି। ବାପା ଓ ଝିଅ ମଧ୍ୟ ଭିତରେ ଥିବା ମଧୁର ସମ୍ପର୍କ ଗଭୀରତା ସମୁଦ୍ରଠାରୁ ଅଧିକ। ତେଣୁକରି ଝିଅର ଯେପର୍ଯ୍ୟନ୍ତ ବାପାଟେ ଅଛି ନା ସେ ଝିଅ